ବାରମ୍ବାର ବନ ବିଭାଗର ବାରଣ ସତ୍ତ୍ୱେ ଆଜି ଆଉ ଜଣେ ଯୁବକ ଜଙ୍ଗଲୀ ହାତୀ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଯୁବକ ଜଣକ ଗୁରୁତର ହୋଇପଡ଼ିଥିଲେ। ତେବେ ସେ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ପ୍ରବେଶ କରିଥିବା 20 ଟିକିଆ ହାତୀପଲ କଣ୍ଟିଆପଡ଼ା ଜଙ୍ଗଲରେ ଡେରା ପକାଇଥିବା ବେଳେ ଆଜି ଜଣେ ଯୁବକକୁ ହାତୀ ଆକ୍ରମଣ କରି ଗୁରୁତର କରିଛି। କଣ୍ଟିଆପଡ଼ା ପଞ୍ଚାୟତ ଅଞ୍ଚଳରେ ଏହି ହାତୀପଲ ବିଚରଣ କରୁଥିବା ବେଳେ ଜାମୁନାଳିଆ ନିକଟରେ ହାତୀ ଦେଖିବାକୁ ଯାଇଥିବା କାଶୀପୁର ଗ୍ରାମର ଜୟରାମ ନାୟକଙ୍କ ପୁଅ ଦୈତାରୀ ନାୟକଙ୍କୁ ଏକ ଦନ୍ତା ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ। ତାଙ୍କୁ ସଦର ବନ ବିଭାଗ କର୍ମଚାରୀମାନେ କେନ୍ଦୁଝର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଉଥିବା ଜଣାପଡ଼ିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।